ଆପଣମାନେ ଜାଣିଥିବେ ମୁଁ କୁକୁଡ଼ାକୁ କେତେ ଭଲ ପାଏ। ଆଉ ଆଜି ତ ଆପଣ ଯେମିତି ଦେଖୁଥିଲେ ମୋର ଆମ ପବ୍ଜି ମାନେ ମୁଁ ଯେଉଁ ଲାବ୍ରାଡୋରଟା ରଖିଛି, ଯେଉଁ କୁକୁରଟା ରଖିଛି, ଆଜି ସକାଳୁ ସକାଳୁ ଏବେ ସିଏ ପୁରା ମାନେ ମୁଁ ଯେଉଁ କୁକୁଡ଼ାଟା ଆଣିଥିଲି କିଣିକି, ଏଇ ଯେଉଁ କୁକୁଡ଼ା ମୁଁ ବିକି ସାରିଲା ପରେ ଆଉ ଗୋଟେ ମୁଁ ଆଣିଥିଲି, ଆଉ ସେଇଟାକୁ ଆଜି ମାନେ ଧରି ପକାଇଲା ପୁରା ବେକରେ ଆମ ପବ୍ଜି। ଆଉ ବହୁତ ଦୁଃଖ ଲାଗୁଛି, 5 ମିନିଟ୍ ଭିତରେ ମରିଗଲା। 5 ମିନିଟ୍ ଭିତରେ ମରିଗଲା। ଆଉ ଆପଣ ଦେଖିପାରୁଥିବେ ମୋ ହାତରେ ଅଛି କୁକୁଡ଼ା, ତାକୁ ମାନେ ପୁରା ବେକରେ ପୁରା ଧରି ଦେଇଥିଲା ଆଉ ମରିଗଲା। ଆଉ କ'ଣ କରାଯିବ। ମୁଁ ୟାର ମାନେ ଏ କୁକୁଡ଼ାଟା ସସ୍ପେନ୍ସ ରଖିଥିଲି ଯେ ଏଇଟା ଭଲ କୁକୁଡ଼ାଟା ତ, ଆଉ ମୁଁ ସସ୍ପେନ୍ସ ରଖିଥିଲି ଆପଣମାନଙ୍କୁ ବି ମୁଁ ଦେଖେଇ ନଥିଲି। ଏଇଟା ଆଣିଲା ପରେ ମୁଁ ଭାବିଥିଲି ଟିକେ ଭଲ ସାଇଜ୍ ହେଇଗଲା ପରେ ମୁଁ ଦେଖେଇଥାନ୍ତି। ତ ତା ପୂର୍ବରୁ ଏ କ'ଣ ହେଇଗଲା, କୁକୁର ରଖିଲି ସତ, କୁକୁର ପାଇଁ କୁକୁଡ଼ା ମୋର ସବୁ ବଞ୍ଚୁଥିଲେ, ଆଉ ଅନ୍ୟ କୁକୁଡ଼ା କେହି ଆସିପାରୁନଥିଲେ। ବାକି ସେଇ କୁକୁର ପାଇଁ ଆଜି ମାନେ ମୋର ଯେଉଁଟା କିଣିକି ଆଣିଥିଲି, ମୋ ପାଖରେ ଆଉ ଏବେ କୁକୁଡ଼ା ମାନେ ଷଣ୍ଢା କୁକୁଡ଼ା ନାହିଁ, ମାନେ ଭଲ କୁକୁଡ଼ା ଷଣ୍ଢା ନାହିଁ। ଆଉ ଏଇଟା ହିଁ ଥିଲା ଗୋଟେ। ଆଉ ଏବେ କ'ଣ କରିବି, ମୁଁ ଆକୁ ଟିକେ ଅଧିକା ଭଲ ପାଇଯାଇଥିଲି, କାହିଁକିନା ମୋ ସହିତ ମୁଁ ଯଦି ଦୋକାନ ଯିବି, ମୋ ଦୋକାନ ପଛେ ପଛେ ଯିବ। ଆଉ ଦେଖିପାରୁଥିବେ 5 ମିନିଟ୍ ଭିତରେ ମରିଗଲା। ମୋତେ ଭାରି ଦୁଃଖ ଲାଗୁଛି। ଆଉ ପବ୍ଜିକୁ ବି ଟିକେ ଆଜି 2-4 ଜାଉଡ଼ା ମାରା ହେଇଛି। ଆଉ ରାଗ ତ ସମ୍ଭାଳି ହୁଏନି। ଯଦି ମୁଁ ତାକୁ ବି ପବ୍ଜିକୁ ବି ବହୁତ ଭଲ ପାଏ, ଆଉ ଆକୁ ବି ବହୁତ ଭଲ ପାଏ। ଆଉ ଯଦି 2 ଜଣଙ୍କ ଭିତରୁ ଜଣେ ମରିଯିବ, ବହୁତ ଦୁଃଖ ଲାଗୁଛି। ଆପଣମାନେ ଦେଖିପାରୁଥିବେ ତାକୁ ଏବେ କ'ଣ କରିବି। ଛୁଟି ଦେବା, ଆଉ ଚାଲନ୍ତୁ ଛୁଟି ଦେବା। ମୋତେ ଏତେ ତୁ କଷ୍ଟ ଦେଇକି ପଳେଇଲୁ। କ୍ଲୋଜ୍ରୁ ଟିକେ ନେ ତ। ଶୋଇଯା, ହେଁ, ଶୋଇଯା। ତ ଆପଣମାନେ ଯେମିତି ଦେଖୁଥିଲେ, ମୁଁ କୁକୁଡ଼ାଟା ଫୁଟିଦେଲି। ଆଉ ୟା ଜାଗାରେ ନେକ୍ସଟ ମଙ୍ଗଳବାର ଆପଣମାନଙ୍କୁ ଦେଖେଇବି। ୟା ଜାଗାରେ କେଉଁ କୁକୁଡ଼ାକୁ ମୁଁ ଆଣିଲି, ନେକ୍ସଟ ମଙ୍ଗଳବାରରେ ଆପଣମାନଙ୍କୁ ମୁଁ ଦେଖେଇବି, ଭିଡ଼ିଓ ଅପଲୋଡ଼ କରିବି, ଆପଣଙ୍କୁ ଦେଖେଇବି। ୟା ଭିଡ଼ିଓ ମୁଁ ଅପଲୋଡ଼ କରିନଥିଲି ଏଥିପାଇଁ, ଆଉ ଟିକେ ବଡ଼ ହେଇଥିଲେ ମୁଁ ଆପଣମାନଙ୍କୁ ଦେଖେଇଥାନ୍ତି ବୋଲି। ତ ମୋର ସେଇଟା ବହୁତ ବଡ଼ ଭୁଲ ହେଇଗଲା, ଯେହେତୁ ଜିଅନ୍ତା ଯେତେବେଳେ ଥିଲା ମୁଁ ଆପଣମାନଙ୍କୁ ଦେଖେଇ ପାରିଲିନି, ଯେତେବେଳେ ମରିଗଲା ମୁଁ ଆପଣଙ୍କୁ ଦେଖାଉଛି। ଆଉ ଏତିକି କହିବି ଯେ କୁକୁଡ଼ା ପ୍ରତି ଧ୍ୟାନ ଟିକେ ଦିଅନ୍ତୁ। ଯଦି ଆପଣମାନେ ଘରେ କୁକୁର ରଖୁଛନ୍ତି, ତ ମୁଁ କୁକୁରଟାକୁ ବି ବହୁତ ଭଲ ପାଏ, ଆଉ ଏ କୁକୁଡ଼ାକୁ ବି ବହୁତ ଭଲ ପାଉଥିଲି। ବାକି ଆଜି
କୁକୁରକୁ ମୁଁ 3-4 ଜାବଡ଼ା ମାରିଛି। ଆଉ ମୁଁ ଯଦି ଏବେ ତା ପାଖକୁ ଯାଉଛି ତାହେଲେ ମୋତେ ସେ ଡରି ଯାଉଛି। ଆଉ ମୁଁ କି ଯେଉଁ ଆସିକି ଯେମିତି କୁକୁରଟା ମୋର ତା ନାଁ ଦେଇଛି ପବଜି, ମୋର ପବଜି ଯେତେବେଳେ ମୁଁ ଯାଏ ପହଞ୍ଚିଯାଏ ସେ ମୋ ଉପରକୁ ଯେତେବେଳେ ଚଢ଼ି ଯାଉଥିଲା ଆଉ ଏବେ ସେମିତି ଚଢ଼ୁନାହିଁ। ଆଉ ପୁରା ଡରିକି ସେ ରହୁଛି। ମୁଁ ତା ପାଖକୁ ଯଦି ବି ଯାଉଛି ସେ ପୁରା ଡରି ଯାଉଛି। ଆଉ ମୁଁ ଆଜି 2-4 ଜାବଡ଼ା ମାରିଛି ତାକୁ। ଆଉ ସେ ନିଜେ ବି ବୁଝିପାରିଥିବ ଯେ ମୁଁ କ'ଣ ପାଇଁ ମାରିଲି। ଆଉ ଏ କୁକୁଡ଼ାଟା ବହୁତ ନିରୀହ ଥିଲା, ନିରୀହ ପାଇଁ ହିଁ ସେ ମାନେ ଆଜି ତାର ମରଣ ହେଇଗଲା। ଆଉ ନିରୀହ ଥିଲା ଏଇଥିପାଇଁ ଯେ ସମସ୍ତଙ୍କ ସାଙ୍ଗରେ ସେ ମିଶି ଯାଉଥିଲା। ମୁଁ ଯେଉଁଠି ବସିଥିବି ମୋ ଉପରେ ବସିଯିବ, ଆଉ ଜଣେ ଯିଏ ବସିଥିବ ତାକୁ ଯଦି ଡାକି ଦେଇଥିବେ ଆହ କହିକି ସେ ତା ଉପରକୁ ଚଢ଼ି ଯାଉଥିଲା। ଆଉ କୁକୁର ସାଙ୍ଗରେ ସେମାନେ ସବୁବେଳେ ବସୁଥିଲେ ଉଠୁଥିଲେ ସବୁ କରୁଥିଲେ। ବାକି ଆଜି କ'ଣ କେମିତି ହେଲା କୁକୁର ହିଁ ତାର ଜୀବନ ନେଇଗଲା। ଆଉ